नमस्कार चाषी भाई और भौणी माने पाणीपाग विभाग तरफ एक बड़ वर्षार सूचना आसी। आज आम ये भिडियो आलोचना करवा जे यही लघुचाप आसंता केते तारीख हम यह आम चाष उपर कि प्रभाव पकाइब एवं आम किपरि भाव में सतर्क रही निज फसल को सुरक्षित रखिपर। तेरे बंधुगण, बंगोपसागर रे एक घूर्णिबल सृष्टि होउछि एवं यार सरल अर्थ होउछि जे आकाश में प्रबल परिमाण में मेघ जमा होबाकू जाउछि, जहाँकि आसंता 14 तारीख बेलू एक बड़ लघुचाप रूप नेब। हाँ बंधुगण, मन रखु आसंता जुलाई 14 तारीख बेलू एक बड़ लघुचाप सृष्टि होबाकू जाउछि। एही मेघुआ पवन ओडिशा दे छत्तीसगढ़ आड़ को गति करिवो। एथिपाई विशेषकर आमर उत्तर एवं पश्चिम ओडिशार जिल्लागुड़िक बहुत जोर रे वर्षा होबाकू जाउछि। वर्षा हेले नदीर जलस्तर मध्य बढ़िबो, जार आलोचना में वर्तमान जाणीनवा। देखंतु प्रथमे लाल चिन्ह थिबा बामपट बाक्स को देखंतु। प्रबल वर्षा जोगु आमर सुवर्णरेखा, बुढ़ाबलंग एवं बैतरणी नदीर जलस्तर वृद्धि पाइपारे। जो चाषी भाई मानकर जमी ଏହି ନଦୀକୂଳ ପାଖରେ ଅଛି ସେମାନେ ଅଧିକ ସଜାଗ ରୁହନ୍ତୁ। ଜମିରେ ଯେପରି ବନ୍ୟା ପାଣି ପଶି ନଷ୍ଟ ନ କରେ ସେଥିପାଇଁ ଆପଣ ପ୍ରସ୍ତୁତ ରୁହନ୍ତୁ। ଏବଂ ଡାହାଣ ପଟକୁ ନଜର ପକାଇବା ଯେ ଆମର ସବୁଠାରୁ ବଡ଼ ନଦୀ ଯାହାକୁ ଆମେ ମହାନଦୀ ବୋଲି ମାନିଥାଉ, ଏଠାରେ ବନ୍ୟା ହେବାର କୌଣସି ଆଶଙ୍କା ନାହିଁ। ମହାନଦୀର ତଳମୁଣ୍ଡରେ ବର୍ଷା କମ୍ ହେବ, ତେଣୁ ସେହି ଅଞ୍ଚଳର ଚାଷୀ ଭାଇମାନେ ଜମାରୁ ବ୍ୟସ୍ତ ହୁଅନ୍ତୁ ନାହିଁ। ଅଯଥା ଭୟଭୀତ ହେବାର କୌଣସି ଆବଶ୍ୟକତା ମଧ୍ୟ ନାହିଁ। ତେବେ ବନ୍ଧୁଗଣ, ନଜର ପକାଇବା ଚଳିତ ବର୍ଷ ଆମ ରାଜ୍ୟରେ ଏପର୍ଯ୍ୟନ୍ତ ପ୍ରାୟ 341.9 ଅର୍ଥାତ୍ 342 ମିଲିମିଟର ବର୍ଷା ହୋଇସାରିଲେଣି, ଯାହାକି ସ୍ୱାଭାବିକ ବର୍ଷାଠାରୁ 12% ଅଧିକ ମାତ୍ରାରେ ହେଇଛି। ଏହା ଚାଷ ପାଇଁ ଏକ ଭଲ ସଂକେତ ଅଟେ, ବହୁତ ଭଲ କଥା। କିନ୍ତୁ ସୁନ୍ଦରଗଡ଼, ଦେବଗଡ଼, କଳାହାଣ୍ଡି ଏବଂ ନବରଙ୍ଗପୁରରେ ଏବେ ବି ଆଶା ମୁତାବକ ବର୍ଷା ହୋଇନାହିଁ। ସେଠାରେ ବର୍ଷାର ପରିମାଣ କମ୍ ରହିଛି। ତେଣୁ ଆଗକୁ ଆସୁଥିବା ଏହି ଲଘୁଚାପ ଜନିତ ବର୍ଷା ଏହି ଜିଲ୍ଲା ମାନଙ୍କ ପାଇଁ ଚିନ୍ତାଜନକ ହୋଇପାରେ, କିନ୍ତୁ ଏହି 4 ଜିଲ୍ଲା ପାଇଁ ବରଦାନ ମଧ୍ୟ ସାବ୍ୟସ୍ତ ହୋଇପାରେ। ତେବେ କ'ଣ ରହିବ ଏହାର ଫଳାଫଳ ଆଗକୁ ଆମେ ଜାଣିବା। ଚାଷୀ ଭାଇମାନେ, ସବୁଠାରୁ ଜରୁରୀ ବିଷୟ ହେଉଛି ଯେ ପ୍ରବଳ ବର୍ଷାରୁ ଆମେ କିଭଳି ଭାବରେ ନିଜର ଚାଷ ଜମିକୁ ସୁରକ୍ଷିତ ରଖିବା। ପ୍ରଥମ କଥା ହେଲା ଯେ ରୁଆ ଓ ବିହୁଡ଼ା ତଳି ରଖାଇଥିବା ଜମି ବା ନର୍ସରୀ ବେଡ୍ ଉପରେ ନଜର ରଖନ୍ତୁ। ଜମିରେ ଯେପରି ଅଧିକ ପାଣି ଜମି ରହି ତଳି ନଷ୍ଟ ନ ହୁଏ, ସେଥିପାଇଁ ପାଣି ବାହାରି ଯିବା ପାଇଁ ଏବେଠୁ ଆପଣ ନିଶ୍ଚିତ ରୂପେ ନାଳ ସଫା ରଖନ୍ତୁ। ତା ସହିତ ଯେହେତୁ 14 ତାରିଖରୁ ବର୍ଷା ହେବାର ପୂର୍ବାନୁମାନ ରହିଛି ପାଣିପାଗ ତରଫରୁ, ତେଣୁକରି ବର୍ଷା ସମୟରେ ଜମିରେ ଆପଣ କୌଣସି ସାର କିମ୍ବା ପୋକମରା ଔଷଧ ସ୍ପ୍ରେ କରନ୍ତୁ ନାହିଁ। ବର୍ଷା ପାଣିରେ ଯାହା ଧୋଇ ହୋଇଯିବ ଏବଂ ଆପଣଙ୍କ ପଇସା ସବୁ ନଷ୍ଟ ହେବ। ତା ସହିତ ଗାଈଗୋରୁମାନଙ୍କ ମଧ୍ୟ ଯତ୍ନ ନିଅନ୍ତୁ। ବନ୍ଧୁଗଣ, ଚାଷୀ ହେଉଛି ଆମ ଦେଶର ମେରୁଦଣ୍ଡ। ଯଦି ଚାଷ ସମୟରେ କୌଣସି ସମସ୍ୟା ହୁଏ, ତେବେ ଏଥିପାଇଁ ମଧ୍ୟ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଓଡ଼ିଶା ସରକାର କୃଷି ବିଭାଗ ତରଫରୁ ଆପଣଙ୍କ ସାଥିରେ ସର୍ବଦା ରହିଛି ଏବଂ ଆପଣ ଯଦି ଚାହିଁବେ ଏକ କୃଷି ହେଲ୍ପଲାଇନ୍ ନମ୍ବର ରହିଛି, ଯାହାକି 155333। ଏହା ସମ୍ପୂର୍ଣ୍ଣ ରୂପେ ମାଗଣା ଅଟେ, ଟୋଲ୍ ଫ୍ରି ନମ୍ବର ଏହା ଅଟେ। ଆପଣ ଏହି ନମ୍ବର ଦ୍ୱାରା ଯୋଗାଯୋଗ କରି ଆପଣ ସବିଶେଷ ସୂଚନା ମଧ୍ୟ ପାଇପାରିବେ। ସଜାଗ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ। ଧନ୍ୟବାଦ।